ତେବେ ଅଶ୍ୱିନୀ ନକ୍ଷତ୍ର ମେଷ ରାଶି ବ୍ୟକ୍ତି ମାନଙ୍କର ଶରୀର ଟିକେ ଦୁର୍ବଳ ରହେ। ଏମାନେ ମନ ଭିତରେ ଭୟାତୁର ଅବସ୍ଥା ଏମାନଙ୍କର ଥାଏ। ଅଳ୍ପ ଆହାରୀ, ଏମାନେ କୌଶଳୀ, ପରୋପକାରୀ, ଏମାନେ ଦାତା, ରାଜପ୍ରିୟ, ଗୁଣମାନ, ଅଳ୍ପ ପରିଶ୍ରମରେ ଅଧିକ ଫଳ ଆଶା କରନ୍ତି ଏବଂ ଅଧିକ ଅଳ୍ପ ପରିଶ୍ରମରେ ଏମାନେ ଅଧିକ ଫଳପ୍ରାପ୍ତ ହେଇଥାନ୍ତି। କିନ୍ତୁ ସବୁଥିରେ ଏବଂ ସବୁଠାରେ ଥାଇକି ମଧ୍ୟ ନଥିଲା ପରି କାର୍ଯ୍ୟକ୍ଷମ ଦେଖେଇଥାନ୍ତି। ତଥାପି ଏହି ଅଶ୍ୱିନୀ ନକ୍ଷତ୍ର ମେଷ ରାଶିର ବ୍ୟକ୍ତିମାନେ କର୍ମଯୋଗୀ ଅଟନ୍ତି। ଯେଉଁମାନଙ୍କର ନାମର ମୂଳ ଅକ୍ଷର ରହିଛି ଲି, ଲୁ, ଲୋ, ସେମାନେ ହଉଛନ୍ତି ଦ୍ୱିଜା ନକ୍ଷତ୍ର ମେଷ ରାଶି 2/1। ଏମାନେ ହଉଛନ୍ତି ମାନବ ଗଣ। ଏମାନଙ୍କର ଗଣ ହଉଛି ମାନବ ଗଣ। এই ପ୍ରକାର ବ୍ୟକ୍ତି ମାନଙ୍କର ସ୍ୱଭାବ ପ୍ରକୃତି କେମିତି ଆସନ୍ତୁ ଜାଣିବା। এই ଦ୍ୱିଜା ନକ୍ଷତ୍ର ମେଷ ରାଶି ମାନବଗଣ ବ୍ୟକ୍ତିଙ୍କର ସ୍ୱଭାବ ହଉଛି ଏମାନେ ରାଜସିକ, ଉଚ୍ଚମନା, ଉଦାର ଚିତ୍ତ, କଳା ସଙ୍ଗୀତ ପ୍ରତି ଏମାନେ ବିଶେଷ ନିଜର ଆଗ୍ରହ ପ୍ରକାଶ କରିଥାନ୍ତି। ଏମାନେ ବହୁ ଗୁଣରେ ବିଶିଷ୍ଟ। ଏମାନେ ଚେତନାବନ୍ତ, ସାହସୀ, ଶତ୍ରୁହାରୀ, ସର୍ବ ମନୋହାରୀ, କାର୍ଯ୍ୟାରମ୍ଭୀ, ପ୍ରତାପୀ, ଭୋଗ ବିଳାସରତ, ବୁଦ୍ଧିମାନ, ଚତୁର ଏବଂ କାର୍ଯ୍ୟରେ ବିଚକ୍ଷଣ ଅଟନ୍ତି। ଶ୍ରମଦାନ ଏବଂ ଧର୍ମ କାର୍ଯ୍ୟରେ ଏମାନେ ଉତ୍ସାହିତ ହୋଇ କାର୍ଯ୍ୟ କରିଥାନ୍ତି ଏବଂ ଏମାନେ ଟିକେ ଅଧିକ ଜିଦଖୋର ସ୍ୱଭାବର ହେଇଥାନ୍ତି। ଯେଉଁମାନଙ୍କର ମୂଳ ଅକ୍ଷର ନାମର ମୂଳ ଅକ୍ଷର ଅ, ଆ, ସେମାନେ ହଉଛନ୍ତି କୃତ୍ତିକା ନକ୍ଷତ୍ର ମେଷ ରାଶି 3/1 କୃତ୍ତିକା ନକ୍ଷତ୍ର ମେଷ ରାଶି ଦାନବ ଗଣ। ଏମାନଙ୍କର ସ୍ୱଭାବ ପ୍ରକୃତି କେମିତି ଆସନ୍ତୁ ଜାଣିବା। এই যে মেষ রাশি কৃত্তিকা নক্ষত্র মেষ রাশি এମାନେ ତାମସିକ ପ୍ରିୟ।